ଆଜିର ରଚନା ତୁମ ଜୀବନର ଲକ୍ଷ୍ୟ। ପ୍ରଥମ ସୋପାନ ଉପକ୍ରମ। ମନୁଷ୍ୟ ଜୀବନ କ୍ଷଣସ୍ଥାୟୀ। ବୁଦ୍ ବୁଦ୍ ଭଳି ଏହା ଆଖି ପିଛୁଡ଼ାକେ ସୃଷ୍ଟି ହୋଇ ତାର କର୍ମ ସାରି ପୁଣି ମହାକାଳ ଗର୍ଭରେ ଲୀନ ହୋଇଯାଏ। ସେଥିପାଇଁ ମହାପୁରୁଷମାନେ ଜୀବନକୁ ପଦ୍ମପତ୍ରରେ ବାରିବୁନ୍ଦ ସହିତ ତୁଳନା କରି ଲେଖିଯାଇଛନ୍ତି, ନଳିନୀ ଦଲଗତ ଜଲମତି ତରଳମ୍ ତଦବତ ଜୀବନମତିଶୟ ଚପଲମ୍। ମୃତ୍ୟୁ ପରେ ମନୁଷ୍ୟ ଜୀବନ କ'ଣ ହୁଏ, ତାହା କେଉଁ ଆଡ଼କୁ ଯାଏ, ସେ କଥାର ସଠିକ୍ ଉତ୍ତର କେହି ଅଦ୍ୟାବଧି ଦେଇନାହାନ୍ତି କି ଦେଇପାରିବେ ନାହିଁ। ତଥାପି ଏହି କ୍ଷଣଭଙ୍ଗୁର ଦୁନିଆରେ ମନୁଷ୍ୟ କର୍ମ କରି ଚାଲେ, କାରଣ କର୍ମ ହିଁ ତାର ଭଗବାନ। ମନୁଷ୍ୟର ସ୍ଥାୟିତ୍ୱ ଆସେ ତାହା ସେହି କର୍ମରୁ। ଏହି ପରିପ୍ରେକ୍ଷୀରେ ପଣ୍ଡିତ ଉତ୍କଳମଣି ଗୋପବନ୍ଧୁ ଦାସ କର୍ମର ଜୟଗାନ କରି ଯଥାର୍ଥରେ ଲେଖିଛନ୍ତି, ମାନବ ଜୀବନ ନୁହଁଇ କେବଳ ବର୍ଷ ମାସ ଦିନ ଦଣ୍ଡ, କର୍ମେ ଯାଏ ନର କର୍ମ ଏକତାର ଜୀବନର ମାନଦଣ୍ଡ। କର୍ମ ହିଁ ଜୀବନ। ମନୁଷ୍ୟ କର୍ମ କରି ଚାଲିଲେ ଭବିଷ୍ୟତରେ ତାହାର ଜୀବନରେ କ'ଣ ଅଛି ତାହା ଜାଣିବା ମଧ୍ୟ ତା ପାଇଁ କଷ୍ଟକର ବ୍ୟାପାର ହୋଇପଡ଼େ। ଏହା ସତ୍ତ୍ୱେ ମନୁଷ୍ୟ ଭବିଷ୍ୟତ ପାଇଁ ଅନେକ କିଛି ଆଶା କରେ। ଆପଣାର ଭବିଷ୍ୟତ ଗଠନ ପାଇଁ ସେ ତତ୍ପର ହୋଇ ଉଠେ। କେତେବେଳେ କ'ଣ ଘଟିବ ତାହାକୁ ସେ ଭୂକ୍ଷେପ ନ କରି ଆପଣାର ଭବିଷ୍ୟତ ନିର୍ମାଣ ପାଇଁ ଏକ ନିର୍ଦ୍ଦିଷ୍ଟ ପଥରେ ଗତି କରି ଚାଲେ। ହୁଏତ ସେ ତାର ଲକ୍ଷ୍ୟସ୍ଥଳରେ ପହଞ୍ଚିବା ପାଇଁ ତାକୁ ବହୁତ କଷ୍ଟ କରିବାକୁ ପଡ଼ିଥାଏ। ଫଳରେ ତାର ଭବିଷ୍ୟତ ଜୀବନ ସୁଖମୟ ହୁଏ। ତେଣୁ ପ୍ରତ୍ୟେକ ବ୍ୟକ୍ତି ତାର ଛାତ୍ରାବସ୍ଥାରୁ ଗତିପଥ ନିର୍ଣ୍ଣୟ କରିବା ଉଚିତ, ଅର୍ଥାତ୍ ସେ ଏକ ନିର୍ଦ୍ଦିଷ୍ଟ ଲକ୍ଷ୍ୟ ନେଇ ଜୀବନ ତୀର ମେଲାଇଥାଏ। ପରବର୍ତ୍ତୀ ସୋପାନ ଛାତ୍ରମାନଙ୍କର ଭବିଷ୍ୟତ ଲକ୍ଷ୍ୟ। ମନୁଷ୍ୟ ତାର ଛାତ୍ରାବସ୍ଥାରୁ ଜୀବନର ଲକ୍ଷ୍ୟ ନିର୍ଦ୍ଧାରଣ କରିଥାଏ। ବିଭିନ୍ନ ଛାତ୍ରଛାତ୍ରୀ ନିଜ ନିଜର ରୁଚି ଓ ସାମର୍ଥ୍ୟକୁ ହୃଦୟଙ୍ଗମ କରି ନିର୍ଦ୍ଦିଷ୍ଟ ଲକ୍ଷ୍ୟମାନ ପୋଷଣ କରିଥାନ୍ତି। ଏପରିକି କିଏ ଚାହେଁ ଡାକ୍ତର ହେବାକୁ ଓ କିଏ ଚାହେଁ ଅଧ୍ୟାପକ, କିଏ ଚାହେଁ ଲେଖକ ଓ ଅନ୍ୟ କେହି ଚାହେଁ ଇଞ୍ଜିନିୟର ହେବା ପାଇଁ। କିଏ ଦେଶ ସେବକ ହୋଇ ଦେଶର ସେବା କରି ତ କିଏ ଓକିଲ, ପୁଲିସ ଓ ଅନ୍ୟ କେହି ବ୍ୟବସାୟୀ ହୋଇ ଅଜସ୍ର ଅର୍ଥ ଉପାର୍ଜନ କରନ୍ତି। ତେଣୁ ସମାଜରେ ବୃତ୍ତିକୁ ଚାହିଁ ଅଧ୍ୟୟନ କରିବାର ବ୍ୟବସ୍ଥା ରହିଛି। ଏଥିପାଇଁ ଜୀବନର ଲକ୍ଷ୍ୟ ସାଙ୍ଗରେ ଶିକ୍ଷାର ନିବିଡ଼ ସମ୍ପର୍କ ରହିଛି। ଜୀବନକୁ ଗଢ଼ି ତୋଳିବାକୁ ହେଲେ ଛାତ୍ରାବସ୍ଥାରୁ ନିଜର ଲକ୍ଷ୍ୟ ନେଇ ଆଗେଇ ଚାଲିବା ଉଚିତ। ଯେଉଁମାନେ ଏକାଧିକ ଲକ୍ଷ୍ୟ ରଖିଥାନ୍ତି ସେମାନେ ମଧ୍ୟ ଅନେକତ୍ର ଅସଫଳ ହୋଇଥାନ୍ତି। ଏଣୁ ଏକ ନିର୍ଦ୍ଦିଷ୍ଟ ଲକ୍ଷ୍ୟ ନେଇ ଗତି କରିବା ଆବଶ୍ୟକ। ଆଲୋଚନାର ପ୍ରସଙ୍ଗ ଦୃଷ୍ଟିରୁ ଦୃଷ୍ଟାନ୍ତ ସ୍ୱରୂପ କେତେକ ନିର୍ଦ୍ଦିଷ୍ଟ ଛାତ୍ରଙ୍କର ଜୀବନରେ ଲକ୍ଷ୍ୟ ଥିବା କେତେକ ନିର୍ଦ୍ଦିଷ୍ଟ ବୃତ୍ତିର ପର୍ଯ୍ୟାଲୋଚନା ନିମ୍ନରେ ପ୍ରଦତ୍ତ କରାଗଲା। ଏଥିରୁ ହିଁ ସେମାନେ ନିଜର ଜୀବନର ଗତିପଥ ନିର୍ଣ୍ଣୟ କରିପାରିବେ ବୋଲି ଆଶା। କ. ଶିକ୍ଷକତା କରିବାର ଲକ୍ଷ୍ୟ। ଯେଉଁମାନେ ଶିକ୍ଷକ ହେବାକୁ ଲକ୍ଷ୍ୟ ସ୍ଥିର କରିଥାନ୍ତି ସେମାନେ ଅତ୍ୟନ୍ତ ନିଷ୍ଠାର ସହିତ ସେମାନଙ୍କର କର୍ତ୍ତବ୍ୟ ସମ୍ପାଦନ କରିବା ଉଚିତ। ଦେଶ ଓ ଜାତି ସଂଗଠନ ନିମନ୍ତେ ଉତ୍ତମ ବ୍ୟକ୍ତିସମ୍ପନ୍ନ ମାନବ ଗଠନ କରିବା ସେମାନଙ୍କର ପରମ କର୍ତ୍ତବ୍ୟ ହେବା ବିଧେୟ। ସେମାନେ ମହାପୁରୁଷମାନଙ୍କର ଆଦର୍ଶ ଜୀବନ ପାଠ କରିବା ଉଚିତ। ଛାତ୍ରଛାତ୍ରୀମାନେ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସୁନାଗରିକ ହେବାର ସୌଭାଗ୍ୟ ଅର୍ଜନ କରିବା ଆବଶ୍ୟକ। ଏଥିପାଇଁ ଉତ୍ତମ ଚରିତ୍ର ଗଠନ ସର୍ବଦା ବିଚାର୍ଯ୍ୟ। ଆଗାମୀ ଯୁଗର ବିଚାରଧାରା ଛାତ୍ରଛାତ୍ରୀମାନଙ୍କୁ ଗଢ଼ି ତୋଳିବାର ଗୁରୁଦାୟିତ୍ୱ ଗୁରୁଜୀମାନଙ୍କ ଉପରେ ନ୍ୟସ୍ତ ଥାଏ। ଏଣୁ ସେମାନେ ତଦନୁରୂପ କାର୍ଯ୍ୟ କରିବା ଉଚିତ। ସାମାଜିକ କୁସଂସ୍କାର ଦୂରୀକରଣ, ସାମାଜିକ ବ୍ୟାଧି ବିରୋଧରେ ସ୍ୱର ଉତ୍ତୋଳନ, ନିରକ୍ଷରତା ଦୂରୀକରଣ ଓ ସରକାରଙ୍କ ଜନଶିକ୍ଷା କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବା ହେଉଛି ଆଜିର ଛାତ୍ର ସମାଜର କର୍ତ୍ତବ୍ୟ। ଏଥିନିମନ୍ତେ ଶିକ୍ଷକମାନେ ଛାତ୍ରମାନଙ୍କୁ ଶିକ୍ଷା ଦେବା ଉଚିତ। ଏଣୁ ଶିକ୍ଷକତା କରିବାର ଲକ୍ଷ୍ୟକୁ ପୂରଣ କରିବା ହେଲେ ଛାତ୍ରମାନେ ଏଥିପ୍ରତି ବିଶେଷ ଯତ୍ନବାନ ହେବା ଉଚିତ। ପରବର୍ତ୍ତୀ ସୋପାନ ଡାକ୍ତର ହେବାର ଅଭିଳାଷ। ଜୀବନରେ କେହି କେହି ଉତ୍ତମ ଡାକ୍ତର ହେବା ପାଇଁ ଇଚ୍ଛା ପ୍ରକାଶ କରିଥାନ୍ତି। ସାମ୍ପ୍ରତିକ ଯୁଗରେ ରୋଗ ସଂଖ୍ୟା ବଢ଼ିବା ସଙ୍ଗେ ସଙ୍ଗେ ରୋଗୀ ସଂଖ୍ୟା ମଧ୍ୟ ବଢ଼ି ବଢ଼ି ଚାଲିଛି। ନାନା ପ୍ରକାର ଔଷଧ ଉଦ୍ଭାବିତ ହୋଇଥିଲେ ମଧ୍ୟ ରୋଗ ତୁଳନାରେ ତାହା ଖୁବ୍ କମ୍। ଏହି ପରିପ୍ରେକ୍ଷୀରେ କେତେକ ଚିକିତ୍ସା ବ୍ୟବସାୟପେକ୍ଷ ଆର୍ଥିକ ଦୁରବସ୍ଥା ଯୋଗୁଁ କେତେକ ଦରିଦ୍ର ଜନସାଧାରଣ ସେହିଭଳି ଚିକିତ୍ସାରୁ ବେଳେ ବେଳେ ବଞ୍ଚିତ ହେଉଛନ୍ତି। ତେଣୁ ଯେଉଁମାନେ ଆଦର୍ଶ ଡାକ୍ତର ହେବାକୁ ଅଭିଳାଷ କରିଛନ୍ତି ସେମାନେ ବିନା ଫିସ୍ରେ ଆନ୍ତରିକତାର ସହିତ ଦରିଦ୍ର ନାରାୟଣଙ୍କର ସେବା କରିବା ଉଚିତ। ସାମ୍ପୁଲ ଔଷଧଗୁଡ଼ିକ ବିକ୍ରୟ ନ କରି ଗରିବ ରୋଗୀମାନଙ୍କୁ ବିତରଣ କରିବା ବିଧେୟ। ସେମାନେ ମନୋବୃତ୍ତି ନେଇ ଡାକ୍ତରମାନେ ରୋଗୀ ଚିକିତ୍ସା କରିବା ଉଚିତ, କାରଣ ସେବା ମନୋବୃତ୍ତି ନେଇ ଚିକିତ୍ସା କରିବା ଉତ୍ତମ ଡାକ୍ତରଙ୍କର ଲକ୍ଷଣ। ଚିକିତ୍ସା ସମୟରେ ରୋଗୀମାନଙ୍କ ପ୍ରତି ସହାନୁଭୂତିଶୀଳ ହୋଇ ମଧୁର ବଚନ କହିଲେ ସେମାନଙ୍କ ରୋଗ କିଛି ପରିମାଣରେ ଲାଘବ ହୋଇଥାଏ ଓ
ଓ ଯନ୍ତ୍ରଣା ମଧ୍ୟ ହ୍ରାସ ପାଇଥାଏ। ସରକାରୀ ଚାକିରିଆକୁ ଅପେକ୍ଷା ନ କରି ସେବା ମନୋବୃତ୍ତି ନେଇ ନିଜେ ସ୍ୱାଧୀନ ଭାବରେ ଚିକିତ୍ସାଳୟ ସ୍ଥାପନ କରି ରୋଗୀ ଚିକିତ୍ସା କରିବାକୁ ଆଗେଇ ଆସିବା ଉଚିତ। ଡାକ୍ତରମାନଙ୍କର ନିଃସ୍ୱାର୍ଥପର ସେବା ମନୋଭାବ ରହିବା ବିଧେୟ। ଡାକ୍ତର ହେବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରିଥିବା ବ୍ୟକ୍ତି ଏଥିପାଇଁ ସଜାଗ ରହିବା ଆବଶ୍ୟକ। ପରବର୍ତ୍ତୀ ସୋପାନ ଦେଶ ସେବକ ହେବାର ଲକ୍ଷ୍ୟ। ଛାତ୍ରାବସ୍ଥାରୁ କେହି କେହି ମହାପୁରୁଷମାନଙ୍କର ଜୀବନ ପାଠ କରି ବା ପିତାମାତାଙ୍କ ଠାରୁ ଅତୀତ ଇତିହାସର ବୀରମାନଙ୍କର କାହାଣୀ ଶ୍ରବଣ କରି ବା ଗୁରୁଜନମାନଙ୍କର ଉପଦେଶାବଳୀକୁ ପାଥେୟ କରି ସେମାନଙ୍କୁ ଜୀବନର ବ୍ରତ ରୂପେ ଗ୍ରହଣ କରିଥାନ୍ତି। ଏଥିନିମନ୍ତେ ଆବଶ୍ୟକ ଦୃଢ଼ ମନୋବଳ, ଅସୀମ ସାହସ, ଧୈର୍ଯ୍ୟ, ତ୍ୟାଗ, ନିଃସ୍ୱାର୍ଥପର ମନୋଭାବ ବ୍ୟକ୍ତି ନିକଟରେ ରହିବା ବିଧେୟ। ଦେଶର ବିପଦ ସମୟରେ ଅର୍ଥାତ୍ ବନ୍ୟା, ବାତ୍ୟା, ଦୁର୍ଭିକ୍ଷ, ମରୁଡ଼ି, ଭୂମିକମ୍ପ ପ୍ରଭୃତି ପ୍ରାକୃତିକ ଦୁର୍ବିପାକର ସମ୍ମୁଖୀନ ହୋଇ ସାଧାରଣ ଜନତାଙ୍କର ଧନଜୀବନ ହାନି ହେଉଥିବା ବେଳେ ଦେଶ ସେବକମାନେ ଅକୁଣ୍ଠିତ ଚିତ୍ତରେ ଜନସେବାର ବ୍ରତୀ ହେବା ଉଚିତ। ଦେଶର ଦେଖାଦେଉଥିବା ବଧୂ ନିର୍ଯାତନା, ଯୌତୁକ ପ୍ରଥାର ବିଲୋପ, କୁସଂସ୍କାର ବିରୋଧରେ ସଂଗ୍ରାମ କରିବା ପାଇଁ ଜନନେତାମାନଙ୍କୁ ଆଗେଇ ଆସିବା ଦରକାର। ଦେଶରେ ସାମ୍ପ୍ରତିକ ମୁଣ୍ଡ ଟେକିଥିବା ସନ୍ତ୍ରାସବାଦ ବିରୋଧରେ ଜନସାଧାରଣଙ୍କ ମାଧ୍ୟମରେ ଜନସଚେତନା ସୃଷ୍ଟି କରିବା ଦେଶ ସେବକମାନଙ୍କର ଏକ ପ୍ରଧାନ କର୍ତ୍ତବ୍ୟ। ସର୍ବୋପରି ସମାଜରେ ନିଷ୍ପେଷିତ, ପୀଡ଼ିତ, ଅବହେଳିତ, ଦୁଃଖ ଓ ଦୁର୍ଲଭ ଶ୍ରେଣୀର ଜନତାଙ୍କ ସେବାରେ ଜୀବନ ଉତ୍ସର୍ଗ କରିବାକୁ ଆଦର୍ଶ ଦେଶ ସେବକମାନେ ସଂକଳ୍ପବଦ୍ଧ ହେବା ଉଚିତ। ପରବର୍ତ୍ତୀ ସୋପାନ ଧର୍ମଶାସ୍ତ୍ର ପ୍ରଚାର ଜୀବନର ଲକ୍ଷ୍ୟ। ଧର୍ମଶାସ୍ତ୍ରାନୁରାଗୀ ମାନବ ଜୀବନର ଲକ୍ଷ୍ୟ ନିର୍ବାଣ ପ୍ରାପ୍ତିରେ ନିହିତ ଥାଏ। ଲାଭ କରିବାର ଅର୍ଥ ହେଉଛି ଈଶ୍ୱରଙ୍କଠାରେ ଲୀନ ହେବା। ଏଥିପାଇଁ ଧର୍ମ, ଅର୍ଥ, କାମ ଓ ମୋକ୍ଷର ଆଶ୍ରୟ ନେବାକୁ ପଡ଼ିଥାଏ। ଧର୍ମଶାସ୍ତ୍ର ଦ୍ୱାରା ନିର୍ଦ୍ଦେଶିତ ଏହି ଚାରିଗୋଟି ପଥର ପଥିକ ହେଲେ ମନୁଷ୍ୟ ଲକ୍ଷ୍ୟସ୍ଥଳରେ ପହଞ୍ଚିଥାଏ। ଏଥିପାଇଁ ଧର୍ମପ୍ରାଣ ବ୍ୟକ୍ତିମାନେ ସଜାଗ ରହିବା ଉଚିତ। ବିଶେଷ ଭାବରେ ମହାପୁରୁଷଙ୍କ ବାଣୀ ଓ ବିଭିନ୍ନ ଧର୍ମଶାସ୍ତ୍ର ପଠନ କରିବା ସର୍ବାଦୌ କର୍ତ୍ତବ୍ୟ। ଏପରିକି ସଂସାରର ସକଳ ପ୍ରକାଶ ମୋହମାୟା ଠାରୁ ଦୂରେଇ ରହି ସ୍ୱକର୍ମ ସମ୍ପାଦନ ପୂର୍ବକ ମାନବ ସେବାରେ ବ୍ରତୀ ହେଲେ ନିଜ ଜୀବନର ସାର୍ଥକ ହୋଇଥାଏ। ସେହିପରି ସଂସାରରେ ଜାତିଗତ ଭୋଗ ଲାଲସାକୁ ପରିତ୍ୟାଗ ପୂର୍ବକ ଧର୍ମ ଆଚରଣକୁ ଜୀବନର ବ୍ରତ କଲେ ଅମୂଲ୍ୟ ମାନବ ଜୀବନ ମଧ୍ୟ ସାର୍ଥକ ହୋଇଥାଏ। ଆସ୍ତିକ ମନୋଭାବ ନେଇ ପାର୍ଥିବ ପ୍ରବୃତ୍ତିକୁ ପରିହାର କରି କଠୋର ସାଧନା କଲେ ଈଶ୍ୱରଙ୍କ ପାଦପଦ୍ମରେ ଲୀନ ହେବ। କେବଳ ସେତିକି କାହିଁକି, ଲୋକମାନଙ୍କୁ ସେହି ସତ୍ ଶିକ୍ଷା ପ୍ରଦାନ କରିପାରିଲେ ଧର୍ମଶାସ୍ତ୍ର ପ୍ରଚାର ଦ୍ୱାରା ଜୀବନ ଲକ୍ଷ୍ୟ ପୂରଣ ହୋଇଥାଏ। ପରବର୍ତ୍ତୀ ସୋପାନ ନିର୍ଦ୍ଦିଷ୍ଟ ମାର୍ଗର ଲକ୍ଷ୍ୟ ହାସଲ। ଏପରି ଭାବରେ ବିବିଧ ଲକ୍ଷ୍ୟ ନେଇ ଛାତ୍ରମାନେ ସେମାନଙ୍କ ଛାତ୍ରାବସ୍ଥାରେ ମନରେ ବିଭିନ୍ନ ଆଶା ପୋଷଣ କରିଥାନ୍ତି। କିନ୍ତୁ ସେମାନେ ଯଦି ଗୋଟିଏ ଲକ୍ଷ୍ୟ ପଥରେ ଅଗ୍ରସର ହୁଅନ୍ତି ତେବେ ସେମାନେ ନିଜର ଉଦ୍ଦେଶ୍ୟ ସାଧନ କରିପାରନ୍ତି। ଦୃଷ୍ଟାନ୍ତ ସ୍ୱରୂପ ଯେଉଁମାନେ ଶିକ୍ଷକ ହେବାର ଲକ୍ଷ୍ୟ ରଖିଥାନ୍ତି ସେମାନେ ସୈନିକ ହୋଇପାରନ୍ତି ନାହିଁ, କାରଣ ସୈନିକର ସାହସ ବା ଧୈର୍ଯ୍ୟ ଆଦର୍ଶବାଦ ଶିକ୍ଷକଙ୍କଠାରେ ଲକ୍ଷ୍ୟ କରାଯାଇ ନଥାଏ। ଶିକ୍ଷକ ସମାଜ ଗଠନ କରୁଥିବା ବେଳେ ସୈନିକ ଦେଶ ଗଠନରେ ସହାୟକ ହୋଇଥାଏ, କାରଣ ଦେଶର ନିରାପତ୍ତାର ବୋଝ ତା ମୁଣ୍ଡରେ ଲଦି ହୋଇଥାଏ। ଏଣୁ ପ୍ରତ୍ୟେକ ବ୍ୟକ୍ତି ଏହି ବହୁମୁଖୀ ମାର୍ଗରୁ ଏକମୁଖୀନତା ଗ୍ରହଣ କରିବା ଉଚିତ। ଯେକୌଣସି କାର୍ଯ୍ୟ ହେଉ ନା କାହିଁକି ସେଥିରେ ନିଷ୍ଠା ରହିଲେ ଜୀବନ ଲକ୍ଷ୍ୟ ସାର୍ଥକ ହୋଇଥାଏ। ପରବର୍ତ୍ତୀ ସୋପାନ ଉପସଂହାର। ମନୁଷ୍ୟ ଏହି ବିଶାଳ ଧରିତ୍ରୀରେ ବଞ୍ଚି ରହିବାକୁ ହେଲେ ଏକ ନିର୍ଦ୍ଦିଷ୍ଟ ଲକ୍ଷ୍ୟ ପଥରେ ଗତି କରିବାକୁ ପଡ଼ିବ, ଅନ୍ୟଥା ଜୀବନ ହେବ ଦୁଃଖପୂର୍ଣ୍ଣ ତଥା ଜଞ୍ଜାଳମୟ। ଏପରିକି ମନୁଷ୍ୟ ଲକ୍ଷ୍ୟ ସ୍ଥିର ନ ହେଲେ ଚିତ୍ତ ସ୍ଥିର ହୋଇ ରହେ ନାହିଁ, ଫଳରେ ମନୁଷ୍ୟର ସକଳ କାର୍ଯ୍ୟପନ୍ଥା ହୁଏ ଇତସ୍ତତଃ। ଅପରପକ୍ଷରେ ଜୀବନକୁ ଶୃଙ୍ଖଳିତ କରିବା ଦିଗରେ ଜୀବନ ଲକ୍ଷ୍ୟ ମଧ୍ୟ ସହାୟକ ହୋଇଥାଏ। କୌଣସି ବ୍ୟକ୍ତି ବିନା ଲକ୍ଷ୍ୟରେ ଆଦର୍ଶପୂର୍ଣ୍ଣ ଜୀବନଯାପନ କରିବା ଆଦୌ ସହଜସାଧ୍ୟ ବ୍ୟାପାର ନୁହେଁ। ବିଶ୍ୱବକ୍ଷରେ ଯେଉଁମାନେ ଆଦର୍ଶ ପୁରୁଷ ଭାବରେ ଦଣ୍ଡ୍ୟମାନ ହୋଇପାରିଛନ୍ତି ସେମାନେ ନିଶ୍ଚିତ ଏକ ନିର୍ଦ୍ଦିଷ୍ଟ ଲକ୍ଷ୍ୟ ପଥରେ ଆଗେଇଥିବେ, ଏଥିରେ ସନ୍ଦେହର ଅବକାଶ ନାହିଁ। କାରଣ ଲକ୍ଷ୍ୟ ସ୍ଥିର ନଥିଲେ ଫଳ ବିପରୀତ ହୋଇଥାଏ। ଏଣୁ ପ୍ରତ୍ୟେକ ବ୍ୟକ୍ତି ଏହି ସାରବତ୍ତାକୁ ହୃଦୟଙ୍ଗମ କରି କର୍ମପଥରେ ଅଗ୍ରସର ହେବା ଉଚିତ। ସ୍ୱକର୍ତ୍ତବ୍ୟ ବଳରେ ବ୍ୟକ୍ତି ତାର ନିର୍ଦ୍ଦିଷ୍ଟ ଲକ୍ଷ୍ୟକୁ ହାସଲ କରିପାରେ। ଏଣୁ ଲକ୍ଷ୍ୟ ହାସଲ ଦିଗରେ ସ୍ୱକର୍ମ ଯେ ପ୍ରକୃଷ୍ଟ ମାଧ୍ୟମର, ଏଥିରେ ଦ୍ୱିଧା ମତର କାରଣ ନାହିଁ। ସେଥିପାଇଁ ପଣ୍ଡିତ ଗୋପବନ୍ଧୁ ଦାସ କହିଥିଲେ ଯେ ଗିରି ଶିଖେ ଲୟ ରଖି ଚାଲିବି ମୁକର, ଏଥିପାଇଁ ସେ ଉକ୍ତିର ଯଥାର୍ଥ ରହିଛି।